ଭାରତର ଆଗ୍ରା ସହର, ଯେଉଁଠାରେ ରହିଛି ଏକ ଏମିତି ମୋଗଲ ଆର୍କିଟେକ୍ଚର ଯାହାକୁ ଦେଖି ଆଖି ଝଲସି ଉଠିଥାଏ, ଯାହାକୁ ଆଜି ପୁରା ଦୁନିଆ ତାଜମହଲ ନାମରେ ଜାଣିଛି। ପ୍ରାୟ 42 ଏକର ଜାଗାରେ ତିଆରି ଏହି ତାଜମହଲ ଦୂରରୁ ଦେଖିଲେ ଏହାର ଚମତ୍କାରିତା ଜଣାପଡ଼ିଥାଏ। ଭିତରର ପ୍ରତ୍ୟେକ କୋଠରୀର ସୁନ୍ଦରତା ମଧ୍ୟ ଲୁଚି ରହିଛି ଏମିତି କିଛି ଉଦାସପଣ। ଦୀର୍ଘ 400 ବର୍ଷ ପୁରାତନ ଏହି ଆଲିଶାନ ତାଜମହଲକୁ ନିର୍ମାଣ କରିବା ପାଇଁ ପ୍ରାୟ 20,000 ଶ୍ରମିକ ଦିନରାତି କାମ କରି ନିଜ ରକ୍ତକୁ ପାଣି କରିଦେଇଥିଲେ। କଠିନ ପରିଶ୍ରମର ସହିତ କାମ କରୁଥିଲେ। ଏହା କେବଳ ଗୋଟିଏ ମାସ କିମ୍ବା ଗୋଟିଏ ବର୍ଷ ନୁହେଁ, ଦୀର୍ଘ 22 ବର୍ଷ ପାଇଁ ଏମାନେ କାର୍ଯ୍ୟ କରିଥିଲେ। ଆଜିର ଦିନରେ ଯଦି ଏମାନଙ୍କର ପାରିଶ୍ରମିକକୁ ଦୃଷ୍ଟି ଦିଆଯାଏ, ତେବେ 7,500 କୋଟି ଠାରୁ ବି ଅଧିକ ହେବ। ତାଜମହଲର କାରୁକାର୍ଯ୍ୟ ଏତେ ସୁନ୍ଦର ଭାବରେ କରାଯାଇଛି, ଯାହାକୁ ବହୁତ ବଡ଼ ବଡ଼ ଇଞ୍ଜିନିୟର ବି ତାରିଫ କରୁଛନ୍ତି। ଯଦି ମେନ୍ ଗେଟ୍ର ପଛରୁ ଏହାକୁ ଦେଖାଯାଏ, ତେବେ ଏହାର ଆକାର ବହୁତ ବଡ଼ ଦେଖାଯାଏ। କିନ୍ତୁ ଯେମିତି ଆପଣ ଧୀରେ ଧୀରେ ଭିତରକୁ ପ୍ରବେଶ କରିବେ, ଏହାର ସାଇଜ୍ ଧୀରେ ଧୀରେ ଛୋଟ ଦେଖିବାକୁ ଲାଗିବ। ସେତେବେଳେ କଂକ୍ରିଟ କିମ୍ବା ଷ୍ଟିଲର ବ୍ୟବହାର ତ ନଥିଲା। ଏହାପରେ ବି ତାଜମହଲକୁ ଏତେ ସୁନ୍ଦର ଭାବରେ କେମିତି ତିଆରି କରାଯାଇଥିଲା, ଏହା ସମସ୍ତଙ୍କ ମନରେ ପ୍ରଶ୍ନ। 1607ରେ ଯେତେବେଳେ ମୋଗଲ ସମ୍ରାଟଙ୍କର ସବୁଠାରୁ କନିଷ୍ଠ ପୁତ୍ର ଶାହାବୁଦ୍ଦିନ ମହମ୍ମଦ ଖୁରମ 15 ବର୍ଷର ହୋଇଥିଲେ, ସେତେବେଳେ 15 ବର୍ଷର ଜନ୍ମଦିନ ଉତ୍ସବ ଆଗ୍ରା ଫୋର୍ଟରେ ପାଳନ କରାଯାଇଥିଲା। ଏହିପରି ପ୍ରତ୍ୟେକ ବର୍ଷ ଜନ୍ମଦିନ ପାଳନ କରାଯାଉଥିଲା ଏବଂ ହୀରା ନୀଳା ସୁନାରେ ପରିପୂର୍ଣ୍ଣ କରାଯାଉଥିଲା। କୁହାଯାଏ କି ଏକ ନିକିତିର ଗୋଟିଏ ପାର୍ଶ୍ୱରେ ମୋଗଲ ସମ୍ରାଟଙ୍କର ପୁତ୍ର ଏବଂ ଅନ୍ୟ ପାର୍ଶ୍ୱରେ ହୀରା ନୀଳା ଓଜନ କରାଯାଉଥିଲା। ଯେତିକି ଓଜନ ତାଙ୍କର ହେଉଥିଲା, ସେତିକି ସୁନା ଗହଣା ତାଙ୍କ ନାମରେ କରାଯାଉଥିଲା। ଏହି ଜନ୍ମଦିନରେ ଅନ୍ୟ ଏକ ଉପହାର ଥିଲା ମହମ୍ମଦ ଖୁରମଙ୍କ ସହ ମମତାଜ ମହଲଙ୍କ ବିବାହ। ପ୍ରଥମ ଦେଖାରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ, କିନ୍ତୁ କାହାକୁ ବା ଜଣାଥିଲା ଭଲ ପାଇବାର ପ୍ରତୀକ ସବୁଦିନ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି। ଏହାପରେ 10 ବର୍ଷ ଯାଏ ବହୁତ ଯୁଦ୍ଧ ଲାଗି ରହିଲା। ଯୁଦ୍ଧରେ ବିଜୟ ଲାଭ ମଧ୍ୟ କଲେ। ପ୍ରଚୁର ଧନ ସମ୍ପତ୍ତି ପ୍ରାପ୍ତ କରାଗଲା, ଯେଉଁଥିପାଇଁ ଶେହେନଶାହ ଖୁସି ହୋଇ ଶାହାବୁଦ୍ଦିନ ମହମ୍ମଦ ଖୁରମଙ୍କୁ ଶାହଜାହାନ ନାମ ଦେଇଥିଲେ। ଶାହଜାହାନ ଅର୍ଥ ଦୁନିଆର ବାଦଶାହ। ଶାହଜାହାନଙ୍କର 6 ଜଣ ପତ୍ନୀ ଆଗ୍ରା ଫୋର୍ଟରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ଶାହଜାହାନ ମମତାଜଙ୍କ ସହିତ ଅଧିକ ସମୟ ବିତାଉଥିଲେ ଏବଂ ସବୁଠାରୁ ଅଧିକ ତାଙ୍କୁ ଭଲ ପାଉଥିଲେ। ଶାହଜାହାନଙ୍କର ପିତାଙ୍କ ମୃତ୍ୟୁ ପରେ 1628ରେ ସେ ରାଜ୍ୟଭାର ସମ୍ଭାଳିଥିଲେ। ଏଥିରେ ସମସ୍ତ ରାଜ୍ୟବାସୀ ମଧ୍ୟ ଖୁସି ଥିଲେ। ଶାହଜାହାନଙ୍କର ଯେକୌଣସି ନିଷ୍ପତ୍ତି ନିଜ ଇଚ୍ଛାରେ ନିଆଯାଉଥିଲା ଏବଂ ଏଥିରେ ମମତାଜ ତାଙ୍କୁ ସାହାଯ୍ୟ ମଧ୍ୟ କରୁଥିଲେ। ରାଜ୍ୟ ସମ୍ଭାଳିବାର ଗୋଟିଏ ବର୍ଷ ପରେ ପୁଣି ଶତ୍ରୁମାନେ ଯୁଦ୍ଧ ଆରମ୍ଭ କରିଦେଇଥିଲେ, କିନ୍ତୁ ଶାହଜାହାନଙ୍କର କୌଣସି ଯୁଦ୍ଧରେ ମଧ୍ୟ ସେମାନେ ପରାଜୟ କରିନଥିଲେ। ଏମିତି ଖୁସି ଖୁସିରେ ଦିନ କଟି ଯାଉଥିଲା। ହଠାତ୍ 1631 ଜୁନ୍ 17ରେ ଯେତେବେଳେ ମମତାଜ ତାଙ୍କର 14ତମ ସନ୍ତାନକୁ ଜନ୍ମ ଦେଇଥିଲେ, ସେତେବେଳେ ମମତାଜ ଧୀରେ ଧୀରେ ଅସୁସ୍ଥ ହେବାକୁ ଲାଗିଲେ। କିନ୍ତୁ କେହି ବି କେବେ ସ୍ୱପ୍ନରେ ଭାବିନଥିଲେ ଏହି ସମୟରେ ମମତାଜ ସବୁଦିନ ପାଇଁ ଆଖି ବନ୍ଦ କରିଦେବେ। ମମତାଜଙ୍କର ମୃତ୍ୟୁର ଖବର ଆଗ୍ରାବାସୀଙ୍କୁ ବହୁତ ଦୁଃଖ ଦେଇଥିଲା ଏବଂ ସବୁଠାରୁ ଅଧିକ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଶାହଜାହାନ। ଦୀର୍ଘ 8 ଦିନ ପର୍ଯ୍ୟନ୍ତ ଶାହଜାହାନ ଖାଦ୍ୟ ଖାଇବା ଛାଡ଼ି ଦେଇଥିଲେ। ନା ନୂତନ ବସ୍ତ୍ର ପରିଧାନ କରୁଥିଲେ, ନା କୌଣସି ପରଫ୍ୟୁମ୍ ୟୁଜ୍ କରୁଥିଲେ। ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ। ମମତାଜଙ୍କର ଶେଷ ଇଚ୍ଛାକୁ ପୂରଣ କରିବା ପାଇଁ ଶାହଜାହାନ ନିଜର ସମସ୍ତ ସମ୍ପତ୍ତି ଖର୍ଚ୍ଚ କରିଦେଲେ ଏବଂ ମମତାଜଙ୍କ ମରିବାର 6 ମାସ ପରେ ତାଜମହଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା। ଯେହେତୁ ଯମୁନା ନଦୀ କୂଳରେ ମମତାଜଙ୍କୁ କବର ଦିଆଯାଇଥିଲା,
ତେଣୁ ତାଜମହଲ ଯମୁନା ନଦୀ କୂଳରେ ତିଆରି କରିବା ପାଇଁ ନିଷ୍ପତ୍ତି ନିଆଗଲା। କିନ୍ତୁ ଏକ ନଦୀ କୂଳରେ ଏହିପରି ଏକ ସୁନ୍ଦର କବରସ୍ଥାନ ବନାଇବା ପାଇଁ ଏତେ ସହଜ ନଥିଲା। କିନ୍ତୁ ସେତେବେଳର କାରିଗରମାନେ ଏହାକୁ ସମ୍ଭବ କରି ଦେଖାଇଥିଲେ। ଏଥିରେ 1000 ହାତୀଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା। ଏମାନେ ରାଜସ୍ଥାନରୁ ଆଗ୍ରା ପର୍ଯ୍ୟନ୍ତ ତାଜମହଲରେ ଲାଗିଥିବା ସମସ୍ତ ମାର୍ବଲକୁ ବୋହିଥିଲେ। ତାଜମହଲ ବିଷୟରେ ଏହା ବି ଶୁଣିବାକୁ ମିଳେ, ଏହା ଗୋଟିଏ ଦିନରେ 4ଟି ରଙ୍ଗ ଧାରଣ କରିଥାଏ। ଯଦି ଆପଣ ତାଜମହଲ ଦେଖିବା ପାଇଁ ଯାଇଥିବେ, ଏପରି ଦୃଶ୍ୟକୁ ଆପଣମାନେ ମଧ୍ୟ ଅନୁଭବ କରିଥିବେ। ଏବଂ ଏହାକୁ ସନ୍ଧ୍ୟାବେଳେ ଦେଖିଲେ ଏହାର ସୁନ୍ଦରତା ଆହୁରି ମନଲୋଭା ହୋଇଯାଇଥାଏ। କୁହାଯାଏ ତାଜମହଲର ଉଚ୍ଚତା କୁତବ ମିନାରର ଉଚ୍ଚତା ଠାରୁ ମଧ୍ୟ ବଡ଼ ହୋଇଥାଏ। 22 ବର୍ଷ ପରେ 1654 ମସିହାରେ ଏହାର କନଷ୍ଟ୍ରକ୍ସନ କାମ ଶେଷ ହୋଇଥିଲା। ଶାହାଜାହାନ ନିଜର ଚେଷ୍ଟା ବଳରେ ମମତାଜଙ୍କ ସ୍ମୃତି ପାଇଁ ତାଜମହଲ ନିର୍ମାଣରେ ସଫଳ ହୋଇଥିଲେ ଏବଂ ମମତାଜ ମହଲଙ୍କ ଉଦ୍ଦେଶ୍ୟରେ ଏହାର ନାମ ତାଜମହଲ ଦିଆଯାଇଥିଲା। ଆଜିର ଭିଡ଼ିଓଟି ଯଦି ଆପଣମାନଙ୍କୁ ପସନ୍ଦ ଆସିଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।